ଆଜି ଆମ ଆଡ଼େ ବର୍ଷା ପବନ ଘଡ଼ଘଡ଼ି ଜୋରରେ ହେଇଥିଲା ସମୟ 2ଟା 10 ଖଣ୍ଡେ ହବ ହେଇଥିଲା। ମୁଁ ବାହାରେ ସବୁ ଜିନିଷ ଥୁଆଥୁଇ କରିଦେଇ ଆସିକି ଝିଅ କହିଲା, ମାମା ଆଜି ଟିକେ ପରିବା ପିଠା କରନ୍ତୁନୁ। ମୁଁ କହିଲି ଆଜି ପରିବା ପିଠା କରିବି ନା? ହଁ। ମୁଁ ତା ଆଜ୍ଞା ନିମନ୍ତେ ପଳେଇଲି ବିରି ଚାଉଳ ଭିଜେଇବାକୁ। ବିରି ଚାଉଳ ଭିଜେଇ ଦେଇଥିଲି, ତାକୁ 5:30 ବେଳକୁ ଗଡ଼େଇକି ଫେସି ଦେଇଥିଲି। ତା ଦେହରେ ଲୁଣ ପକେଇ ଗୋଳେଇକି ଥୋଇ ଦେଇକି ଧୂପ ଦେବାକୁ ଯାଇଥିଲି। ଧୂପ ଦେଇକି ଆସିକି ଛୁଆଙ୍କୁ ପାଠ ପଢ଼େଇକି ମୁଁ 8:30 ଖଣ୍ଡେ ହବ ପରିବା ସବୁ କାଟି ଦେଇଥିଲି। ଗାଜର, ଗ୍ରୀନ୍ ମଟର, ବିନ୍ସ, ପିଆଜ ଷଣ୍ଢା, ଟମାଟୋ, ଆଳୁ ସବୁ, ଧନିଆ ପତ୍ର, ଅଦା ଟିକେ କାଟି କୁଟା କରି ଥୋଇ ଦେଇଥିଲି। ମୁଁ ସୋଦୁଅ ଧିଅରେ ପକେଇକି ଭଲସେ ଫେଣ୍ଟିଥିଲି। ଫେଣ୍ଟି ସାରିଲା ପରେ ମୁଁ କଡ଼େଇଟାକୁ ଗରମ କରିଦେଲି। ତା ଦେହରେ ତେଲ ଦେଇଦେଲି। ତା ଦେହରେ ଏଇ ଯେଉଁ ପରିବା ସୋଦୁଅ ରଖିଥିଲି ସବୁ ଦେଇଦେଲି। ଦେଇକି ତାକୁ ଘୋଡ଼େଇ ଦେଲି। ଘୋଡ଼େଇ ସାରିକି ଦେଖିଲି 15 ମିନିଟ୍ ପରେ ସିମ୍ ଦେବେ। ଜୋରେ ହାଇ ଜାଳ ଦେଲେ ତଳ ପୋଡ଼ିଯିବ, ପିଠା କଞ୍ଚା ରହିଥିବ। ପୁରା ସିମ୍ ଜାଳ ଦେଇ ତାକୁ 15 ମିନିଟ୍ ଖଣ୍ଡେ ଛାଡ଼ି ଦେଇଥିଲି। 15 ମିନିଟ୍ ପରେ ଦେଖିଲି ପିଠାଟି ମୋର ଭଲ ହେଇଯାଇଛି। ତାକୁ ଗୋଟେ ଥାଳିକି କାଢ଼ିକି ପିଜା ଲେଖା ପିସ୍ ପିସ୍ କାଟି ଦେଇଥିଲି। ସମସ୍ତଙ୍କୁ ଦେଇ ଦେଇଥିଲି, ପୁଅକୁ, ଝିଅକୁ। ଝିଅ କହିଲା, ଭାଇ ପରା ମନା କରିଥିଲା, ତାକୁ କ'ଣ ପାଇଁ ପିଠା ଦେଉଥିଲୁ? ମୁଁ କହିଲି, ସେ ସବୁ ଜିନିଷ ନାହିଁ କରିବ, ଖାଇବ। ସେଇଠୁ ପୁଅ କହିଲା, ମାମା ଏରା ମୁଁ ରାତିରେ ଖାଇକି ଶୋଇବିନି। ମୁଁ କହିଲି, କ'ଣ ଖାଇବୁ, ରୁଟି ନା? ନାଇଁ ମାମା, ମୋତେ ଭାତ ଦେ। କାହିଁକି ନା ମୁଁ ଭଲସେ ଭାତ ସ୍କୁଲରେ ଖାଇନଥିଲି। ମୁଁ ତାକୁ ଭାତ, ବାଇଗଣ ଭଜା, ପାମ୍ପଡ଼, ପିଆଜ, ଧନିଆ ପତ୍ର ସବୁ ସାଲାଡ଼ ରଖିଥିଲି କରିକି ତାକୁ ଦେଇଦେଲି। ମଟର ଘୁଗୁନି ବି ଦେଇଦେଲି।